ପ୍ରିୟ ଆତ୍ମାନ ସପ୍ରେମ ଜୟଜୀବ। ଯଦ୍ୟପି ମନ ଓ ଆତ୍ମା ମଧ୍ୟରେ ନାମମାତ୍ର ପ୍ରଭେଦ, ତଥାପି ଯେଉଁ ଅବସ୍ଥାରେ ମନ ଏକାଗ୍ର ହୋଇ ଆତ୍ମା ସହିତ ମିଳିତ ହୁଏ ସେ ଅବସ୍ଥାକୁ ଯୋଗ କହନ୍ତି। କାହିଁକିନା ଯୋଗ ଶବ୍ଦର ଅର୍ଥ ମେଳ। ଏହି ମେଳରେ ସାଧନକୁ ବା ଯେଉଁ ସାଧନାରେ ମନ ନିଜର ଅଧୀନ ହୋଇଥାଏ ତାହାକୁ ଯୋଗ ସାଧନ କହନ୍ତି। ମନ ସ୍ୱଭାବତଃ ଚଞ୍ଚଳତା ସଜୀବତାର ଲକ୍ଷଣ। ଯେ ଯେତେ ସଜୀବ ଶକ୍ତିଶାଳୀ ଓ ଜାଣକାର ହେବ ସେ ସେତେ ଚଞ୍ଚଳ ହେବ। ଜୀବନହୀନ ଜଡ଼ ଆଉ ମୃତ ପଦାର୍ଥରେ ଚଞ୍ଚଳତା ନଥାଏ। ମାତ୍ର ଯେ ଯେତେ ଚଞ୍ଚଳତା ଯୋଗୁଁ ଯେତେ ଥକା ହୁଏ ତାର ସେତିକି ବିଶ୍ରାମ କରିବାର ଆବଶ୍ୟକତା ଥାଏ। ବିଶ୍ରାମ କରିବା ପରେ ବା ଶୋଇଯିବା ପରେ ଥକି ଯାଇଥିବା ମନ ଭିତରେ ନବୀନ ଶକ୍ତି ନବୀନ ଜୀବନ ଆସିଯାଏ। ଠିକ୍ ଏହିପରି ଯୋଗ ଦ୍ୱାରା ଥରେ ଚିତ୍ତକୁ ଏକାଗ୍ର କରିନେବା ପରେ ଯେବେ ମନ ରୋକିଯାଏ ସେତେବେଳେ ମନକୁ ବିଶ୍ରାମ ମିଳିଥାଏ। ଆଉ ସେହି ମନ ଭିତରେ ଏପରି ଶକ୍ତି ଆସିଥାଏ ଯେ ସାରା ସଂସାର ଦେଖି ଚକିତ ହୋଇଯାଏ। ଏଥିରେ ମନ ନିଜ ଆୟତ୍ତରେ ରହେ ଏବଂ ଏହି ମନୁଷ୍ୟାତ୍ମା ପରମାତ୍ମା ହୋଇଯାଏ। ଗୋଟିଏ ଜନ୍ମ ନୁହେଁ, ଯଦି ପରଜନ୍ମ ଆପଣ ମାନୁଥାନ୍ତି ତାହେଲେ ଅନେକ ଜନ୍ମରୁ ଥକି ରହିଥିବା ମନ ଯଦି କୌଣସି ଉପାୟରେ କିଛି ସମୟ ପାଇଁ ଏକାଗ୍ର ହୋଇଯାଏ ତ ଏକ ଅଦ୍ଭୁତ ଆନନ୍ଦ ଆଉ ସୁଖ ମିଳିଯାଏ। ଏହି ଆନନ୍ଦକୁ ସମାଧି ସୁଖ ବା ବ୍ରହ୍ମାନନ୍ଦ କୁହାଯାଏ। ଏହି ବ୍ରହ୍ମାନନ୍ଦ ବା ସମାଧି ସୁଖକୁ ପ୍ରାପ୍ତ କରିବାକୁ ଯୋଗ କରାଯାଏ। ମନକୁ ଏକାଗ୍ର କରିବା, ନିଜ ଆୟତ୍ତରେ ରଖିବା, ବିଶ୍ରାମ ଦେବା ଉପାୟକୁ ଯୋଗ ସାଧନ କୁହାଯାଏ। ମାତ୍ର ଯୋଗ ସାଧନ ଆରମ୍ଭ କରିବା ଲୋକଙ୍କର ଆବଶ୍ୟକ ମନର ସ୍ୱଭାବ ସହିତ ପରିଚୟ କରିନେବା। ମନରେ ସମୟର ବଡ଼ ଚିନ୍ତା ରହିଥାଏ। ଶୋଇବା ସମୟରେ ମନ ମଧ୍ୟରେ ବିଚାର କରିନିଅ ଆଉ ମନକୁ ସୂଚାଇ ଦିଅ ଠିକ୍ 4ଟା ବାଜିଲେ ନିଦ ଭାଙ୍ଗିଯାଉ। ତ ମନର ଅଦ୍ଭୁତ ଚମତ୍କାର ତାକୁ ଦେଖ। ଠିକ୍ 4ଟା ବାଜିଲେ ଗୋଟିଏ ମିନିଟ୍ ବି ଏପଟ ସେପଟ ହେବନି, ନିଦ ଭାଙ୍ଗିଯିବ। କେବଳ ଅଳସୁଆ ଲୋକ ନିଦ ଭାଙ୍ଗିଲା ପରେ ବି ଏପଟ ସେପଟ ପାଖ ଲେଉଟାଇ ଶୋଇଯାଆନ୍ତି। କିନ୍ତୁ ମନ ନିଜ କାମ ଭୁଲ କରିବ ନାହିଁ, ଅବଶ୍ୟ ଜଣାଇଦେବ। ଯଦି ଭୋର 5ଟା ବେଳେ ଆପଣ ପାଇଖାନା ଯାଆନ୍ତି ତାହେଲେ ଠିକ୍ 5ଟା ବାଜିଲେ ଆପଣଙ୍କୁ ପାଇଖାନା ଯିବା ପାଇଁ ମନ ଅବଶ୍ୟ ସ୍ମରଣ କରାଇଦେବ। ଖାଇବାର କୌଣସି ସମୟ ଯଦି ନିର୍ଦ୍ଦିଷ୍ଟ ଥାଏ ସେହି ସମୟରେ ନିଶ୍ଚୟ ଖାଇବାକୁ ଇଚ୍ଛା ହେବ। ମାତ୍ର ଏପରି ଅନେକ ବିଷୟ ବିଚାରକୁ ନେଇ ନିଶ୍ଚୟ କରାଗଲା ଯେ ମନ ଉପରେ ସମୟର ବଡ଼ ପ୍ରଭାବ। ଯଦ୍ୟପି ଆଗକୁ ମନକୁ ପ୍ରତ୍ୟେକ ସ୍ୱାଦରୁ ମୁକ୍ତ କରାଯିବା କଥା, କାହିଁକିନା ଜୀବନ ମୁକ୍ତ ବା ସିଦ୍ଧ ଯୋଗୀର ମନ ଉପରେ କୌଣସି ସାଂସାରିକ ପଦାର୍ଥ ବା ବସ୍ତୁର ପ୍ରଭାବ ରହେ ନାହିଁ। ମାତ୍ର ସମୟ ବି ପ୍ରତ୍ୟେକ ବସ୍ତୁ ଉପରେ ମନର ପ୍ରଭାବ ପଡ଼େ ଓ ମନ ସମସ୍ତଙ୍କର ସ୍ୱାମୀ ହୋଇଥାଏ। ପ୍ରକୃତ କଥା ହେଲା ଏହି ମନ ସଂସାରରେ ପ୍ରତ୍ୟେକ ବସ୍ତୁର ସ୍ୱାମୀ। ଏହି କାରଣ ଯୋଗୁଁ ସଂସାର ସିଦ୍ଧଯୋଗୀ ନିକଟରେ ଯଥାସାଧ୍ୟ ପ୍ରାୟ ଆୟତ୍ତାଧୀନ ହୋଇଯାଏ। ମାତ୍ର ଯେ ପର୍ଯ୍ୟନ୍ତ ଏହି ଅବସ୍ଥା ନ ଆସିଛି ଏବଂ କେହି ଯୋଗ ସାଧନ କରିବାକୁ ଚାହୁଁଥାନ୍ତି ତାହେଲେ ଯୋଗ ସାଧନ ପାଇଁ ଗୋଟିଏ ସମୟ ଠିକ୍ କରି ନିଅନ୍ତୁ ଏବଂ ପ୍ରତିଦିନ ସେହି ସମୟରେ ଯୋଗ ସାଧନ କରନ୍ତୁ। ମୁଁ ଉପରେ କହିଛି ଯେ ମନ ଉପରେ ସମୟର ବଡ଼ ପ୍ରଭାବ, ତେଣୁ ନିତ୍ୟ ନିର୍ଦ୍ଦିଷ୍ଟ ସମୟରେ ଯୋଗ ସାଧନ କଲେ ଯଥାକ୍ରମେ ଚିତ୍ତ ଆପେ ଆପେ ଏକାଗ୍ର ହେବ। କାରଣ ଏ ନିର୍ଦ୍ଦିଷ୍ଟ ସମୟ ଉପରେ ଏକାଗ୍ର ହେବା ମନର ସିଦ୍ଧଯୋଗୀ ହୋଇଯିବ। ନିତ୍ୟ ନିର୍ଦ୍ଦିଷ୍ଟ ସମୟରେ ଧ୍ୟାନ କରିବା ଅଭ୍ୟାସରେ ଅନେକ ଆବଶ୍ୟକତା ଅଛି। ଯୋଗ ସାଧନ ଦିନକୁ 2 ଥର କରିପାରନ୍ତି, ନହେଲେ ଯେଉଁ ସମୟରେ ହେଉ ଥରେ ହେଲେ କରନ୍ତୁ। ସବୁଠାରୁ ଶ୍ରେଷ୍ଠ ସମୟ ପ୍ରାତଃକାଳ ସୂର୍ଯ୍ୟୋଦୟ ପୂର୍ବରୁ। ଏହା ଅନେକ ଉତ୍ତମ ସମୟ, କାହିଁକିନା ଏ ସମୟକୁ ବ୍ରହ୍ମ ମୁହୂର୍ତ୍ତ ବା ଅମୃତ ବେଳା କୁହାଯାଏ। ବ୍ରହ୍ମ ମୁହୂର୍ତ୍ତରେ ସାଧକକୁ 4ଟା ବାଜିଲେ ଉଠିବା ଦରକାର ଏବଂ ଶୌଚାଦି କ୍ରିୟା ଶେଷ କରି ଯୋଗ ଆରମ୍ଭ କରିବା ଦରକାର। ମାତ୍ର ଭୋର 4ଟା ବେଳେ ଉଠି ସେହି ଯୋଗାଭ୍ୟାସ କରିପାରିବ ଯେ 9ଟା ପରେ 10ଟା ପୂର୍ବରୁ ଶୋଇଯିବ।
କାହିଁକିନା ଯଦି 6 ଘଣ୍ଟାରୁ କମ୍ ଶୁଆଯାଏ ତାହେଲେ ଯୋଗାଭ୍ୟାସ ସମୟରେ ବାରମ୍ବାର ନିଦ ଆସିବ। ସାଧନ ସମୟରେ ବହୁତ ବଡ଼ ବିଘ୍ନ ଉପସ୍ଥିତ ହେବ। ଯେଉଁ ଲୋକ ରାତିରେ ବିଳମ୍ବିତ ପ୍ରହର ଯାଏ ଜାଗ୍ରତ ରହେ ସେ ଯୋଗାଭ୍ୟାସ କରିପାରିବ ନାହିଁ। ରାତିରେ ନାଚ, ଗୀତ, ଥିଏଟର, ସିନେମାରେ ସମୟ ଦେବା ଠିକ୍ ନୁହେଁ। ବିଶେଷ କରି ସାଧକମାନଙ୍କ ପାଇଁ ଏହା ବିଷତୁଲ୍ୟ। ଯେପରି ଧାତୁ ମଧ୍ୟରେ ସୁନା ସର୍ବୋତ୍ତମ, ସେହିପରି ଏହି ସୋନା ବା ଶୋଇବା ସୁନା ଅଟେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ। ଯେ ରାତିରେ ପର୍ଯ୍ୟାପ୍ତ ଭାବରେ ନ ଶୁଏ ସେ କେବେ ଯୋଗୀ ହୋଇପାରିବ ନାହିଁ। ରାତ୍ରି ଭୋଜନ ମଧ୍ୟ ହାଲୁକା ଆଉ କମ୍ ହେବା ଦରକାର। ଏଥିରେ ବହୁତ ଭଲ ନିଦ ହେବ। ମାତ୍ର ଆଦୌ ନ ଖାଇଲେ ମଧ୍ୟ ଭଲ ନିଦ ହେବ ନାହିଁ। ଖାଇବା ଓ ଶୋଇବା ଠିକ୍ ନିୟମ ଅନୁସାରେ ହେବା ଦରକାର। ଯେ ରାତିରେ ପୂର୍ଣ୍ଣ ଭାବରେ ଶୋଇଯିବ ସେ ଠିକ୍ 3ଟା ବା 4ଟା ବାଜିଲେ ଉଠି ଯୋଗାଭ୍ୟାସ କରିପାରିବ। ଏହି ଅନୁସାରେ ଯଦି ଠିକ୍ ସମୟରେ ପ୍ରତିଦିନ ଯୋଗାଭ୍ୟାସ କରାଯାଏ ତାହେଲେ ଆପେ ଆପେ ଅଳ୍ପ ପରିଶ୍ରମରେ ଚିତ୍ତ ଏକାଗ୍ର ହୋଇଯିବ ଏବଂ ଯୋଗ ଶୀଘ୍ର ସିଦ୍ଧ ହେବ। ତେଣୁ ପ୍ରତ୍ୟେକ ସାଧକକୁ ସାଧନା କରିବା ସମୟ ନିଜର ସୁବିଧା ଅନୁସାରେ ଠିକ୍ କରି ନେବା ଉଚିତ। ଯେ ପ୍ରାତଃ 3ଟା ବା 4ଟା ବାଜିଲେ ନ କରିପାରେ 5ଟା ବା 6ଟା ବାଜିଲେ କରିବା ଦରକାର। ମାତ୍ର ଯେଉଁ ସମୟ ନିର୍ଦ୍ଦିଷ୍ଟ କରାଯିବ ଠିକ୍ ସେହି ସମୟରେ ଉଠି ସାଧନ କରିବା ଦରକାର। ଏହା ହିଁ କହିବାର ତାତ୍ପର୍ଯ୍ୟ। ପୁଣି କହିବାର ଉଦ୍ଦେଶ୍ୟ ଏହା ବି ନୁହେଁ ଯେ ଯଦି କୌଣସି ଲୋକ ପ୍ରତିଦିନ କୌଣସି କାରଣବଶତଃ ନିର୍ଦ୍ଦିଷ୍ଟ ସମୟରେ ଯୋଗାଭ୍ୟାସ କରି ନପାରେ ସେ ଯୋଗାଭ୍ୟାସ ନ କରୁ। ଅଭ୍ୟାସ କରିବା ପ୍ରତ୍ୟେକ ସ୍ଥଳରେ ଉପଯୋଗୀ। ଯେପରି ହେଉ ଅଭ୍ୟାସ କର। ଯୋଗ ମନୁଷ୍ୟ ପାଇଁ ଅମୃତ ତୁଲ୍ୟ। କୌଣସି ପ୍ରକାରରେ କରନ୍ତୁ, କୌଣସି ଅବସ୍ଥାରେ କରନ୍ତୁ ଅବଶ୍ୟ। ଉତ୍ତମ ବସ୍ତୁ ଛାଡ଼ିବାର ଯୋଗ୍ୟ ନୁହେଁ। ଅବଶ୍ୟ ନିୟମାନୁସାରେ କଲେ ଯୋଗ ଶୀଘ୍ର ସିଦ୍ଧ ହେବ। ଜୟ ଜୀବ।